ସାଙ୍ଗମାନେ, ଆଜିର ଏହି ଭିଡ଼ିଓରେ ଆମେ ଜାଣିବା ଯେ ନୀରବରେ ରହିବା ଦ୍ୱାରା ଆମର କେଉଁ ଶକ୍ତି ଦେହକୁ ଆସିଥାଏ। ଦୁନିଆରେ ସବୁଠାରୁ ନିଜକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ପ୍ରଥମେ ଆପଣଙ୍କୁ କ'ଣ କରିବା ଉଚିତ, ତାହା ଆମେ ଏହି ଭିଡ଼ିଓ ମାଧ୍ୟମରେ ଜାଣିବା। ମହାନ ରାଜନୀତିଜ୍ଞ ବା ରଣନୀତିଜ୍ଞ ଚାଣକ୍ୟଙ୍କ କହିବା କଥା ଅନୁଯାୟୀ ଅସଲି ଶକ୍ତିର କେବେ ବି ଶବ୍ଦ ହୁଏ ନାହିଁ। ଆଜିର ଯୁଗର ଲୋକମାନେ ସବୁବେଳେ ଖରାପ କଥାକୁ ହିଁ ଅଧିକ ପ୍ରଶମିତ କରିଥାନ୍ତି, କିନ୍ତୁ ଭଲ କଥାକୁ କେବେ ବି ଶ୍ରେୟ କରନ୍ତି ନାହିଁ। ଚାଣକ୍ୟଙ୍କ କହିବା କଥା ଅନୁଯାୟୀ ବିପରୀତ ହୋଇପାରେ, କିନ୍ତୁ ଏହା ଆମକୁ ସବୁବେଳେ ଶକ୍ତିଶାଳୀ ମାର୍ଗ ହିଁ ଦେଖାଇଥାଏ। ପ୍ରଥମରେ ନିଜର ମନକୁ ଦୃଢ଼। ଆପଣ ନିଜର କାମରେ ଏତେ ଦୃଢ଼ତାଶୀଳତା ହୋଇଯାଆନ୍ତୁ ଯେ ଲୋକମାନେ ତା'ର ପଛ କଥାକୁ ସବୁସିରେ ଭୁଲିବାକୁ ହିଁ ଲାଗିବେ। ଯଦି ଆପଣ ଜୀବନରେ ପ୍ରକୃତରେ ସଫଳତା ପାଇବାକୁ ଚାହୁଁଛନ୍ତି, ତେବେ ସବୁବେଳେ କମ୍ କଥା କୁହନ୍ତୁ ଏବଂ ଯେଉଁ କଥା କହୁଛନ୍ତି ତାକୁ ଶୃଙ୍ଖଳତାର ସହ କହିବାକୁ ଲାଗିଯାଆନ୍ତୁ। ଆଉ ଗୋଟେ କଥା ସାଙ୍ଗମାନେ, ଯଦି ଆପଣ କୌଣସି ଲୋକକୁ ନିଜର କଥା କହିଦେବେ ବା ପର୍ସନାଲ କଥା କହିଦେବେ, ତେବେ ସେହି ଲୋକଟି ଆପଣଙ୍କୁ ଏତେ ବ୍ଲାକମେଲ୍ କରିବ ଯେ ତାହା ଦେଖି ତୁମେ ଆଶ୍ଚର୍ଯ୍ୟ ହୋଇଯିବ। ଜୀବନରେ ଏହି 5ଟି କାମ ସବୁବେଳେ ଚୁପଚାପ ହିଁ କରନ୍ତୁ, କାରଣ ଯେଉଁମାନେ ସବୁବେଳେ ଶୃଙ୍ଖଳତାର ସହ କଥା କହିଥାନ୍ତି ଏବଂ ନିଜକୁ ଶକ୍ତିଶାଳୀ ମନେ କରନ୍ତି, ସେମାନେ ହିଁ ତାଙ୍କର ଜୀବନରେ ଅଧିକ ସଫଳତା ପ୍ରାପ୍ତ ହୋଇଥାନ୍ତି। ଆସନ୍ତୁ ଆଉ ଡେରି ନ କରି ଚାଣକ୍ୟଙ୍କର ସେହି 5ଟି ନୀତି ବିଷୟରେ ଜାଣିବା। ନମ୍ବର 1, ପ୍ରଥମେ ନିଜକୁ ନିଜେ ଏତେ ମଜବୁତ କରନ୍ତୁ ଯେ ଲୋକେ ତମକୁ ନୁହେଁ ବରଂ ତମ ଛାଇକି ମଧ୍ୟ ଦେଖିକି ଡରିବାକୁ ହିଁ ଲାଗିବେ। ଯଦି ଆପଣ ନିଜକୁ ନିଜେ ଦୁର୍ବଳତା ଦେଖାଇବେ, ତାହେଲେ ଲୋକମାନେ ଆପଣଙ୍କୁ ସବୁଦିନ ପାଇଁ ସେମିତି ଗାଳିଗୁଲଜ କରିକି ଅସମ୍ମାନ କରୁଥିବେ। କଥାରେ ଅଛି, ବିଫଳତା ହେଉଛି ସଫଳତାର ଚାବିକାଠି। ତ ସାଙ୍ଗମାନେ, ମୁଁ କହିବା କଥା ହେଲା ଯେ ବିଫଳତା କିଛି ଦିନ ହିଁ ଚାଲିଥାଏ, କିନ୍ତୁ ସଫଳତା ଦିନେ ନା ଦିନେ ଆସିଥାଏ। ସେଥିପାଇଁ ସବୁବେଳେ ନିଜର କର୍ମ ଉପରେ ଧ୍ୟାନ ଦିଅନ୍ତୁ, ଲୋକଙ୍କ କଥା ଉପରେ କେବେ ବି ନୁହେଁ। କାରଣ ଲୋକମାନେ ହୁଏତ ଆଜି ଆମର ହୋଇ ଅଛନ୍ତି, କିନ୍ତୁ କାଲି କ'ଣ ବି ହୋଇପାରନ୍ତି ତାହା ଆମକୁ କେବେ ବି ଜଣା ପଡ଼ିନଥାଏ। ନିଜର ମନକୁ ସବୁବେଳେ ଏତିକି ହିଁ କୁହନ୍ତୁ କି ଆଜି ତ ମୁଁ ଏତିକି ଅଛି, କାଲି ହୁଏତ କେମିତି ବଦଳି ପାରିବି। ନମ୍ବର 2, ନିଜର ପରବର୍ତ୍ତୀ ପଦକ୍ଷେପ କେବେ ବି କାହାକୁ କୁହନ୍ତୁ ନାହିଁ, କାରଣ ଏହା କହିବା ଦ୍ୱାରା ଆମର ବହୁତ ବଡ଼ ଭୁଲ ହୋଇଥାଏ। ଆଉ କେବଳ ଚାଲିବା ହିଁ ଆରମ୍ଭ କରନ୍ତୁ, କାରଣ ଯେଉଁମାନେ ସବୁବେଳେ ଅଧିକ କହିଥାନ୍ତି, ସେମାନେ ଦିନେ ନା ଦିନେ ଏମିତି ସମୟ ଆସିଥାଏ ଯେ ସେମାନେ ଚୁପ୍ ହୋଇଯାଆନ୍ତି, କାରଣ ପରିସ୍ଥିତି ସେମାନଙ୍କର ସେମିତି ହିଁ ଚାଲିଥାଏ। ସାଙ୍ଗମାନେ, ପରିସ୍ଥିତି ହେଉଛି ଏମିତି ଏକ ଜିନିଷ ଯାହା ଆଜି ମନେକର ଆମେ ଦୁଃଖୀ ଅଛନ୍ତି, କାଲିକି ପରିସ୍ଥିତି ଆମକୁ ଗୋଟିଏ ଜାଗାରୁ ନେଇ ଗୋଟିଏ ଜାଗାରେ ଛିଡ଼ା କରିଦେବ, ଯାହାକି ଆମେ ସ୍ୱପ୍ନରେ ମଧ୍ୟ ଭାବି ନଥିବା ଯେ ଆମେ ସେଇ ଜାଗାରେ ଥିଲେ ଆଉ
ଏବେ ଏହି ଜାଗାକୁ କେମିତି ଆସିପାରିଲେ? ତେଣୁ କେବେ ହେଲେ ବି ଜୀବନରେ ହାର ମାନ ନାହିଁ। ଯିଏ ଯାହା କହୁଛି କହୁ, ନିଜ କାମରେ ନିଜେ ଧ୍ୟାନ ଦିଅ, କାରଣ ପରିସ୍ଥିତି ହିଁ ଆମକୁ ସବୁକିଛି ବଦଳାଇଥାଏ। ନମ୍ବର 3, ନିଜର ବିଫଳତାକୁ କେବେ ହେଲେ ବି ଲୁଚାଇବାକୁ ଚେଷ୍ଟା କରନ୍ତୁ ନାହିଁ। ସେହିଗୁଡ଼ିକୁ କିପରି ନୀରବରେ ବଦଳାଇବେ ତାହାକୁ ଚେଷ୍ଟା କରିବା ଉଚିତ ଅଟେ। ଜୀବନରେ ଯେଉଁ ଲୋକମାନେ ହାରିବାକୁ ଡରିଯାଆନ୍ତି, ସେମାନେ ତାଙ୍କର ଜୀବନରେ କେବେ ବି ଜିତିପାରନ୍ତି ନାହିଁ। ତେଣୁ ମୁଁ ଏହି ଭିଡ଼ିଓରେ ବାସ୍ ଗୋଟିଏ ହିଁ କଥା କହିବି ଯେ ଜୀବନରେ କେବେ ବି ହାର ମାନନ୍ତୁ ନାହିଁ। ସେ ଯେତେ ବଡ଼ ବି ସମସ୍ୟା ହେଉନା କାହିଁକି, ତାହାକୁ ସମାଧାନ କରିବାକୁ ସବୁବେଳେ ଚେଷ୍ଟା ହିଁ କରନ୍ତୁ। ନମ୍ବର 4, ଲୋକମାନଙ୍କୁ କେବେ ହେଲେ ବି ନିଜର ଉଦ୍ଦେଶ୍ୟ ଦ୍ୱାରା ନୁହେଁ, ବରଂ ସେମାନଙ୍କ ପରିଚୟ ଦ୍ୱାରା ତାଙ୍କୁ ଚକିତ କରନ୍ତୁ। ସାଙ୍ଗମାନେ, ପ୍ରକୃତରେ କହିବାକୁ ଗଲେ ଏହି ଦୁନିଆଟା ହିଁ ବହୁତ ବଡ଼ ଅଜବ। ଯଦି ଜଣେ ଇତିହାସ ରଚିଯାଉଛି, ତେବେ ତା ପଛରେ ଅନେକ ଲୋକ ଧାଇଁ ଆସନ୍ତି। ଆଉ ଯିଏ ମୂର୍ଖ ହୋଇଥାନ୍ତି, ସେମାନଙ୍କ ପଛରେ କେହି ବି ଆସନ୍ତି ନାହିଁ କିମ୍ବା କେବେ ବି ତାଙ୍କର ସାଥ ଦିଅନ୍ତି ନାହିଁ। ସାଙ୍ଗମାନେ, ସବୁବେଳେ ଗୋଟିଏ କଥା ମନେ ରଖିବେ, କେବେ ହେଲେ ବି ନିଜର ଝଗଡ଼ାରେ ଅନ୍ୟକୁ ନିମନ୍ତ୍ରଣ କରିବା ଉଦ୍ଦେଶ୍ୟ ନୁହେଁ। ନିଜ ଲଢ଼େଇ ନିଜେ ହିଁ ଶେଷ କରିବା ଉଚିତ ଅଟେ। ଆପଣମାନେ ସବୁବେଳେ ଏକ ଅଦ୍ଭୁତ ଅଭ୍ୟାସ କରନ୍ତୁ, ଯାହାକି କେହି ବି ଦେଖିପାରିବେ ନାହିଁ। ତ ସାଙ୍ଗମାନେ, ଏହି ଭିଡ଼ିଓରେ ଫାଷ୍ଟ ମୁଁ ଗୋଟିଏ ଉଦାହରଣ ଦେଉଛି, ଯାହାକି ଆପଣଙ୍କର ଜୀବନକୁ ପରିବର୍ତ୍ତନ କରିଦେବ। ଗୋଟିଏ ପିଲା ଯିଏକି ପ୍ରତ୍ୟେକ ଦିନ ରାଗିବାକୁ ଲାଗୁଥିଲା ଏବଂ ସେ ରାଗରେ ଏମିତି ପ୍ରତିକ୍ରିୟା କରୁଥିଲା କି ତାକୁ କେହି ବି ଅଟକାଇ ପାରୁନଥିଲେ। ସେ ଗୋଟିଏ ଦିନ ନୀରବତାରେ ରହି ପ୍ରାର୍ଥନା କଲା ଏବଂ ତାର ସାଙ୍ଗ ସାଥୀ ଏବଂ ପରିବାର ଯିଏ ବି ଥିଲେ, ସେମାନେ କହିଲେ, ଆରେ ତୁ ଆଉ ଆଗ ପରି ନାହୁଁ, ବରଂ ଆଜିକାଲି ତୁ ସବୁଠାରୁ ଚେଞ୍ଜ ହେଇଗଲୁଣି। ନମ୍ବର 5, ନିଜର କାମକୁ ଏତେ ବିପଦଜନକ କରନ୍ତୁ ଯେ ଲୋକମାନେ ଆପଣଙ୍କର ଆରମ୍ଭକୁ ହିଁ ଭୁଲିବାକୁ ଲାଗିବେ। ଏହି ଦୁନିଆରେ ଲୋକମାନେ କେବେ ହେଲେ ଆରମ୍ଭରେ ହୋଇଥିବା କାମକୁ ମନେ ରଖନ୍ତି ନାହିଁ, କିନ୍ତୁ ଅନ୍ତିମରେ ହୋଇଥିବା କାମକୁ ସେମାନେ ସବୁବେଳେ ମନେ ରଖିଥାନ୍ତି। ତ ସାଙ୍ଗମାନେ, ଭିଡ଼ିଓଟି ମୁଁ ଏଇଠାରେ ଶେଷ କରୁଛି। ତ ଦେଖା ହେବା ନେକ୍ସଟ ଭିଡ଼ିଓରେ। ତ ସାଙ୍ଗମାନେ, ସେତିକି ପାଇଁ ରହୁଛି। ଧନ୍ୟବାଦ। ଜୟ ଜଗନ୍ନାଥ। ଆଉ ହଁ ସାଙ୍ଗମାନେ, ମୋର ଆପଣମାନଙ୍କୁ ବାସ୍ ଗୋଟିଏ ହିଁ ରିକ୍ୱେଷ୍ଟ ଯେ ଭିଡ଼ିଓ ଯଦି ଆପଣଙ୍କୁ ଭଲ ଲାଗିଲା, ତେବେ ନିହାତି ଭାବରେ ଗୋଟିଏ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅନ୍ କରିକି ରଖିବେ, ଯାହାଫଳରେ କି ମୁଁ ଭିଡ଼ିଓ ଛାଡ଼ିବା ମାତ୍ରେ ଆପଣଙ୍କ ପାଖକୁ ନୋଟିଫିକେସନ୍ ସାହାଯ୍ୟରେ ପହଞ୍ଚି ପାରିବ। ଆଉ ହଁ ସାଙ୍ଗମାନେ, ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ସେକ୍ସନରେ ନିଶ୍ଚିତ ଭାବରେ କମେଣ୍ଟ କରିବେ।